ପ୍ରାର୍ଥନା ଏପ୍ରିଲ 10, 1914। ସହସା ଆବରଣ ଛିନ୍ନ ହୋଇଗଲା, ଦିଗ୍ବଳୟ ଉଦ୍ଭାସିତ ହୋଇ ଉଠିଲା। ଏହି ନିର୍ମଳ ଦର୍ଶନ ଲାଭ କରି ମୋର ସମଗ୍ର ସତ୍ତା କୃତଜ୍ଞତାରେ ପରିପ୍ଲୁତ ହୋଇ ନିଜକୁ ତୋ ଚରଣରେ ଅର୍ପଣ କଲା। ତଥାପି ଏହି ଗଭୀର, ଏହି ଅଖଣ୍ଡ ଆନନ୍ଦ ସତ୍ତ୍ୱେ ଶାଶ୍ୱତଙ୍କ ଶାନ୍ତିରେ ସବୁକିଛି ଅଚଞ୍ଚଳ, ସବୁକିଛି ଶାନ୍ତିମୟ। ମନେହୁଏ ମୁଁ ଆଉ ସୀମାବଦ୍ଧ ନୁହେଁ, ଆଉ ନାହିଁ ମୋର ଶରୀର ବୋଧ, ନାହିଁ ସମ୍ବେଦନ, ନାହିଁ ଚିନ୍ତା, ନାହିଁ ଅନୁଭବ। ଅଛି କେବଳ ନିର୍ମଳ ବିଶୁଦ୍ଧ ପ୍ରଶାନ୍ତ ବିଶାଳତା, ଯାହା ଆଲୋକ ଓ ପ୍ରେମରେ ପ୍ଲାବିତ, ଅନିର୍ବଚନୀୟ ଆନନ୍ଦରେ ପରିପୂର୍ଣ୍ଣ। ଏହା ଛଡ଼ା ମୁଁ ଯେପରି ଆଉ କିଛି ନୁହେଁ, ବରଂ ଏକମାତ୍ର ତାହା ହିଁ ମୁଁ, ଏବଂ ଏହି ମୁଁ ମୋର ପୂର୍ବର ସ୍ୱାର୍ଥପର ସଂକୀର୍ଣ୍ଣ ମୁଁ ଠାରୁ ଏତେ ଭିନ୍ନ ଯେ ମୁଁ କହିପାରୁନାହିଁ ଏହା ମୁଁ କି ତୁ ସ୍ୱୟଂ। ହେ ପରମ ଭାଗ୍ୟ ବିଧାତା, ମହାନ ପ୍ରଭୁ, ସର୍ବତ୍ର ସବୁ ହିଁ ଯେପରି ହୋଇ ଉଠିଛି ଶକ୍ତି, ସାହସ, ସାମର୍ଥ୍ୟ, ସଂକଳ୍ପ, ଅସୀମ ମାଧୁର୍ଯ୍ୟ, ଅତୁଳନୀୟ କରୁଣା। ଶେଷ କେତେଦିନ ଠାରୁ ଏହି ଅନୁଭବ ଅତି ପ୍ରବଳ ହୋଇ ଉଠିଛି ଯେ ଅତୀତର ମୃତ୍ୟୁ ଘଟିଛି, ନୂତନ ଜୀବନର ରଶ୍ମିମାଳା ତାକୁ ଗ୍ରାସ କରିଛି। ଏହି ଖାତାଟିର କେତେକ ପୃଷ୍ଠା ପଢ଼ିବାକୁ ଯାଇ ଯେତେବେଳେ ପଛକୁ ଶେଷଥର ଦୃଷ୍ଟିପାତ କଲି, ସେତେବେଳେ ମୁଁ ନିଃସନ୍ଦେହରେ ବୁଝିଲି ଯେ ଏହି ମୃତ୍ୟୁ ନିଶ୍ଚୟ ଘଟିଛି, ଏବଂ ସେତେବେଳେ ମୁଁ ଗୋଟାଏ ବିରାଟ ବୋଝରୁ ମୁକ୍ତ ହେଲି। ହେ ଦିବ୍ୟ ପ୍ରଭୁ, ତୋ ସମ୍ମୁଖରେ ଶିଶୁର ଅକୁଣ୍ଠ ସରଳତା ଓ ନଗ୍ନତା ସହ ଉପସ୍ଥିତ ହୋଇଛି। ସର୍ବଦା ଏକମାତ୍ର ଯେଉଁ ବସ୍ତୁ ଅନୁଭବ କରୁଛି, ତାହା ହେଲା ସେହି ଶାନ୍ତ ନିର୍ମଳ ବିଶାଳତା। ହେ ଭଗବାନ, ତୁ ମୋ ପ୍ରାର୍ଥନା ଶୁଣିଛୁ, ତୋ ପାଖରେ ଯାହା ଚାହିଁଥିଲି ତାହା ତୁ ପ୍ରଦାନ କରିଛୁ। ସେହି ମୁଁ ଅନ୍ତର୍ହିତ ହୋଇଛି। ବର୍ତ୍ତମାନ ତାହା ସ୍ଥାନରେ ତୋ ସେବାରେ ରହିଛି ଗୋଟାଏ ଅନୁଗତ ଯନ୍ତ୍ର, ତୋର ଅନନ୍ତ କିରଣରାଜିକୁ ସଂହତ ଓ ପ୍ରକାଶିତ କରିବାର କେନ୍ଦ୍ର। ତୁ ମୋ ଜୀବନକୁ ଗ୍ରହଣ କରିଛୁ ଏବଂ ତୋର କରିନେଇଛୁ। ତୁ ମୋ ସଂକଳ୍ପକୁ ଗ୍ରହଣ କରିଛୁ ଏବଂ ତୋ ସଂକଳ୍ପ ସଙ୍ଗେ ମିଳାଇ ଦେଇଛୁ। ତୁ ମୋ ପ୍ରେମକୁ ଗ୍ରହଣ କରି ତୋ ପ୍ରେମ ସଙ୍ଗେ ଏକୀଭୂତ କରିଛୁ। ତୁ ମୋ ଚିନ୍ତାକୁ ଗ୍ରହଣ କରି ତା ସ୍ଥାନରେ ସ୍ଥାପନ କରିଛୁ ତୋର ପୂର୍ଣ୍ଣ ଚେତନା। ଶରୀର ବିମୁଗ୍ଧ ହୋଇ ନିରବ ଆତ୍ମହରା ପୂଜାରେ ଭୂମି ଉପରେ ମସ୍ତକ ନତ କରୁଛି, ସେଠାରେ ଆଉ କିଛି ମାତ୍ର ନାହିଁ, କେବଳ ତୁ ହିଁ ଏକମାତ୍ର ତୋର ଅକ୍ଷୟ ଶାନ୍ତିର ମହିମା ସହ ବିଦ୍ୟମାନ। ମା।